ପ୍ରେମ ଓ ବହୁତ ଚୁମ୍ବନ ଲେଖାଯାଉଛି ଗୁପ୍ତ ପ୍ରେମ ଠାରୁ ପ୍ରକାଶିତ ଅନୁଯୋଗ ଭଲ। ପ୍ରେମ କରିବା, ଲୁଚି ଲୁଚି ପ୍ରେମ କରିବା, ଏହାଠାରୁ ପ୍ରକାଶିତ ଅନୁଯୋଗ ଗାଳି ଦେବା ସାମ୍ନାରେ ଭଲ। ଲୁଚେଇ ଲୁଚେଇ ଲୁଚି ଲୁଚି ପ୍ରେମ କରିବା କିନ୍ତୁ ଭୁଲ କଲେ ଆଉ ଶାସନ କରିବା ଏଇଟା ଭଲ ନାହିଁ, ସେତେ ପ୍ରେମ ଭଲ ନାହିଁ। ସେଥିପାଇଁ ବାକ୍ୟରେ ଲେଖାଯାଇଛି ପିଲାକୁ ଶାସ୍ତି ଦେବାକୁ, ହିତୋପଦେଶରେ କ'ଣ ଲେଖାଯାଇଛି? ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ, ତାହାକୁ ବାଡ଼ିରେ ମାରିଲେ ସେ ମରିବ ନାହିଁ। ବାଡ଼ିରେ ମାରିଲେ କେହି ମରେ। ଶାସନ ଦରକାର। ଶାସନ ନହେଲେ ଯୋଉ ପିଲାମାନେ ସାନ ବେଳୁ ଶାସନ ତାଙ୍କୁ କରା ନ ଯାଇଥାଏ ସେମାନେ ବଡ଼ ହେଲେ ତାଙ୍କର ବାପା ମାଙ୍କର ଦୁଃଖର କାରଣ। ତାଙ୍କର ବାପା ମାଙ୍କୁ ଦୁଃଖ ଦିଅନ୍ତି, କଷ୍ଟ ଦିଅନ୍ତି, ଆଉ ଏପରିକି ଘୋଷାଡ଼ି ଘୋଷାଡ଼ି ନେଇ କୋଉଠି ପକେଇ ଦିଅନ୍ତି? ବୃଦ୍ଧାଶ୍ରମରେ ଛାଡ଼ି ଦିଅନ୍ତି। ଯଦି ତାଙ୍କୁ ଶାସନ ପ୍ରଥମରୁ ହେଇଯିବ ଆଉ ସିଏ ସେ ପ୍ରକାର କରିବେ ନଜିର ନାହିଁ। ପ୍ରକୃତ ଶାସନ ପ୍ରଭୁଙ୍କର ବାକ୍ୟ ଅନୁସାରେ ଗୁପ୍ତ ପ୍ରେମ ଭିତରେ ରହିବ। ବହୁତ କାହାକୁ ମାରିବାକୁ ଭଲ ଲାଗେ, ପିଲାମାନଙ୍କୁ ଗାଳି ଦେବାକୁ ଭଲ ଲାଗେ, କିନ୍ତୁ ପରିସ୍ଥିତି ପରିବେଶ ବିଷୟ ଦେଖି ଆମକୁ ନିଷ୍ଠୁର ହେବାକୁ ହବ। ଆଉ ସେତିକି ବେଳେ ଅନ୍ୟ ଲୋକ ଭାବିବେ ଯେ ଇଏ କେଡ଼େ ନିଷ୍ଠୁରଟା। ଆଚାର୍ଯ୍ୟ ଡେଭିଡ୍ ରାଉତ ବୋଲି ଜଣେ ଥାନ୍ତି, ୟୁନିୟନ ଚର୍ଚ୍ଚର ପାଳକ ଥିଲେ। ମୋର ସବୁ ପାଳକମାନଙ୍କ ସାଙ୍ଗରେ ବହୁତ ଭଲ ଦୋସ୍ତି। ଆଉ ସେ ଆମ ଘରକୁ ଆସିଥିଲେ। ବର୍ଷା ଯେତେବେଳେ ଛୁଟିଆଟେ ଥିଲା, କ'ଣ ଗୋଟେ ଭୁଲ କଲା, ବଡ଼େ ଧୀରେ ଢା ହେଇଥିଲା ବାଁ ହାତ। ଭାଇ ପିଲା ଟିକେ ଛାଡ଼ନ୍ତୁ। ଆଉ ସେତିକି ବେଳେ ଯେହେତୁ ପାଳକ କହୁଛନ୍ତି ମୋ ସ୍ତ୍ରୀ, ସେ ତ ପିଲାମାନଙ୍କୁ ବହୁତ ପ୍ରେମ କରେ, ସାଧାରଣତଃ ମା ମାନେ ପ୍ରେମ କରେ, ସେଥିପାଇଁ ମୁଁ ସମସ୍ତଙ୍କୁ ବେଶୀ ନହେଲେ ଉପାହ। ତାପରେ ଘରେ ଗଣ୍ଡଗୋଳ ହେଲା। ପାଳକମାନଙ୍କ ଆଗରେ ତମର ଅଭ୍ୟାସ ଅଛି, ତମେ କାହାକୁ ମାନୁନ, ପାଳକମାନଙ୍କ ଆଗରେ ମୁଁ ପାଇବି ଭୁଲ ହବ ମାନେ ନା। ଆଉ ତତେ ମୁଁ ଲୋକମାନଙ୍କ ଆଗରେ ବାଡ଼ଉଛି, ତତେ ପାଡ଼ି ମୁଁ ଶୁଣେନି କାହା କଥା। ସେଇ ପିଲାମାନେ ଏବେ ବ୍ୟବହାର ହେଉଛନ୍ତି ନାହିଁ, ଏଠି ବି ବ୍ୟବହାର ହେଉଛନ୍ତି। ଗୁପ୍ତ ପ୍ରେମ ଠାରୁ ପ୍ରକାଶିତ ଅନୁଯୋଗ ଭଲ। ପ୍ରେମ କରିବା ଭଲ, ପ୍ରେମ ରଙ୍ଗ ଭଲ ପିଲାମାନଙ୍କୁ, କିନ୍ତୁ ଭୁଲ କଲେ ଯଦି ଅନୁଯୋଗ ନ କରିବେ, ଗାଳି ନ ଦେବେ, ଶାସନ ନ କରିବେ, ତାହେଲେ ସେ ପ୍ରେମର କିଛି ମାନେ ନାହିଁ। ହଇଲା ନାହିଁ, ଆପଣଙ୍କୁ ତ ତିରସ୍କାର କରିବେ, ପ୍ରଭୁଙ୍କୁ ତିରସ୍କାର ତୁଚ୍ଛ କରିବେ। ଆଉ ଯୋଉମାନେ ଆମେ ଏବେ କହିପାରୁଛୁ ନାହିଁ କି ଆମର ପିଲାମାନେ ବ୍ୟବହାର ହେଇପାରୁଛନ୍ତି, 30 ବର୍ଷ ଜଣେ 20 ବର୍ଷ ଜଣେ, ଆଜ୍ଞା କମତି ନୁହନ୍ତି, ବୟସ ସେ ପ୍ରକାର କମ ନାହିଁ। ସେଇ ସମୟ ଏବେ ବି କରୁ ଭୁଲ ହବ। ତମେ ବିବାହ ହେଇ ସାରିଲା ପରେ ମହାପୁରୁ ଗଲ, ସେତେବେଳେ ତମେ ତମର କଥା ବୁଝିବି ନାହିଁ, କାରଣ ଅନ୍ୟ ଘରକୁ ଗଲ, ଅନ୍ୟ ଜଣେ ତମର ମସ୍ତକ କହିଲେ। ବିବାହ ନ ହେବା ପର୍ଯ୍ୟନ୍ତ ମୁଁ ହଉଛି ମସ୍ତକ ବାକ୍ୟ ଅନୁସାରେ। ତେଣୁକରି ପ୍ରେମ ତ ବହୁତ ଅଛି, ଆଉ ମୋ ପରି କେହି ପ୍ରେମ କରେ? ଯାହାକୁ ପ୍ରେମ କରିଥାଏ ତାକୁ ମୁଣ୍ଡା ଛୁଆ, ମୁଣ୍ଡା ଶେଷ ପର୍ଯ୍ୟନ୍ତ ତାକୁ ନେବେ। ସେଥିପାଇଁ ମଝିରେ ମଝିରେ ଗାଳି ଅଛି, ମଝିରେ ମଝିରେ ଶାସନ ଅଛି, ମଝିରେ ମଝିରେ ତାଗିଦ ଅଛି, ମଝିରେ ମଝିରେ ଅଡୁଆ ତଡୁଆ କରିଦେବାର ଅଛି। ମୁଁ କରେ ତାକୁ ହିଁ ମାନି ନେଇ ଯୋଉମାନେ ଚାଲନ୍ତି, ମତେ କହିଲା ବାବା ତମ ପରିକା ଲିଜାକୁ ଭାବିଲେ କେମିତି ହବ? କାହିଁକି ଉତୁତିଆ ଖରାପ ବସରୁ ଓହ୍ଲେଇକି ସେ ଆସିପାରୁନି, କାହିଁ ଆସିବ ନା କଷ୍ଟ ହଉଛି ସାଇକେଲ କାହିଁ ଚାଲି ନା ତମ ପରିକା ଆମକୁ ଭାବିଲେ କେମିତି ହବ? ରହିବ ଆମର ପିଲା ହେଇଗଲେ ନା
ରହିଗଲି। ତାପରେ ପରେ ମୁଁ ଯେତେବେଳେ ସେ କାମ ଗୁଡ଼ାକ କଲି କହିଲି ତମ ପରିକା ମତେ ଭାବିଲେ ଆରେ ବୁଢା ହେଇଗଲି ପରା, ତମର ତ ୟଙ୍ଗ ସମୟ, ତମେ ଦୌଡ଼ିକି ପଳେଇବ, ଆମେ ଦୌଡୁଛୁ, ତମର କଣ ହଉଛି? ଏବେ ଠିକ ସାଇ କିଛି କଥାବାର୍ତ୍ତା ନାହିଁ। 2 କିଲୋମିଟର ଖରାବେଳେ 12ଟା 1 ମିନିଟ୍ ଚାଲି ପଡ଼ିବ, ସହଜ କଥା ନା। କେହି ଚାଲୁନଥିବେ ସେ ଏରିଆ, ପରିସ୍ଥିତି ପଡ଼ିଲା ଆସିବ, ଯେତିକି ଦିଆହେଇଛି ସେତିକି ଭିତରେ ତମେ ସେ କାମ ସାରିବ। 50 ଟଙ୍କା ଯିବା ଆସିବା, ତମେ ଯଦି ଅଟୋ 100 ଟଙ୍କା କହିବ, ଖରା ହଉଛି 100 ଟଙ୍କା ଯିବ, କେମିତି ହେଇପାରିବ? ମୁଁ କରେନି ସେମିତି, ପଇସା ଥାଉ ନଥାଉ ମୁଁ ବି ସେମିତି ଯାଏ, ଅତି ଏମର୍ଜେନ୍ସି ନ ପଡ଼ିଲେ ମୁଁ ଯିବି ନା। ଗୁପ୍ତ ପ୍ରେମ ଅଛି, ଆଉ ପ୍ରଭୁ ବି ପ୍ରକାଶିତ ଅନୁଯୋଗ କରନ୍ତି, ପ୍ରକାଶରେ ଅନୁଯୋଗ କରନ୍ତି, ଆଉ ବାହାପିଆ କଥା ପସନ୍ଦ କରନ୍ତି ନାହିଁ, ତାକୁ ଆମେ ଦେଖିବା। ତାପରେ କଣ ଲେଖାଯାଉଛି? 6 ପଦ କି 6 ପଦ ଲେଖାଯାଉଛି, ପ୍ରେମକାରୀର କ୍ଷତ ବିଶ୍ୱାସ ମାତ୍ର ଶତ୍ରୁର ଚୁମ୍ବନ ବହୁଳ। ପ୍ରେମ ଓ ବହୁତ ଚୁମ୍ବନ, ଏ ପ୍ରକାର ପ୍ରେମ କରିବା ଦରକାର ଯାହାକୁ ଆପଣ ଶାସନ କଲେ ସେ ଶୁଣିବ, ତାକୁ ହିଁ ପ୍ରେମ କରନ୍ତୁ, ଅନ୍ୟକୁ ପ୍ରେମ ନାହିଁ। ପ୍ରେମ କରିବେ ପିଲାମାନଙ୍କୁ, ମୁଁ କହୁଛି ବିଶେଷରେ ବାପା ମା ମାନେ ଶାସନ କରନ୍ତୁ। ଯଦି ପିଲାମାନେ ଶାସନରେ ବଶୀଭୂତ ହେଲେ ମଣିଷ ହେଇଗଲେ, ଯଦି ବଶୀଭୂତ ନ ହେଲେ ତାହେଲେ ଅମଣିଷ ହେଲେ। ଅମଣିଷ ଯେତେ ଯୋଉଠିକି ନେଲେ ବି ଆପଣ ପାଇବେ। ତେଣୁକରି ପ୍ରଥମରୁ ବଡ଼ମାନେ ଆଉ ଚୁମା ଯେଉଁମାନେ ଦିଅନ୍ତି ସେମାନେ ଆପଣଙ୍କର କ୍ଷତି କରିବେ। ମାନେ ଚୁମା ମାନେ ଚୁମ୍ବନ କରିବା, ମାନେ କିସ୍ତ କରିବା, ଆଉ ଅଯଥାରେ ତେଲାତେଲି କରିକି ପଟାପଟି କରିବା, ଏଗୁଡ଼ାକ ବହୁତ ଦୁନିଆ। ସାବଧାନ। ପ୍ରେମକାରୀର କ୍ଷତ ବିଚାର, ପ୍ରେମକାରୀ ଯିଏ ସେ ଆଘାତ କରିବ, କ୍ଷତ କରିଦେବ, ଘା କରିଦେବ, ଖଣ୍ଡିଆ କରିଦେବ, କିନ୍ତୁ ବିଶ୍ୱାସୀ ସିଏ ତମର ସାଥି ଦେବ। କିନ୍ତୁ ଯୋଉମାନେ ଉପରେ ଦେବେ, ଆଉ ପିଲାମାନଙ୍କୁ ସମସ୍ତେ କହିବେ ଭଲ ନାଇଁ, ଏତେ ଭଲ ପିଲାଟାକୁ ତା ବାପା ତା ମା ତାଗିଦ କରୁଛନ୍ତି, ବାଡ଼ଉଛନ୍ତି, ହଁ କଣ ତାଙ୍କ ପାଖରେ ଭଲ, ସେମାନେ ତାଙ୍କର ଭଲ ଦେଖିପାରିବେନି, ଭଲ କରିପାରିବେନି। ତାଙ୍କ ପିଲାଠୁ ଯଦି ଅଧିକ ଭଲ ହେଲା, ଈର୍ଷା କରିବେ ସେ ପରିବାରର ଲୋକମାନେ, ଆଉ ତାକୁ କେମିତି କଣ କରିକି ଏପଟ ସେପଟ କରିଦେବେ। ପିଲାମାନେ ଖରାପ ହୁଅନ୍ତି ଅନ୍ୟ ପରିବାର ବଡ଼ମାନେ ତାକୁ ଏପଟ ସେପଟ କରନ୍ତି। ନିଜ ପରିବାରରେ ବି ନିଜର ବଡ଼ ବାପା ହଉ, ଦାଦା ହଉ, ନିଜର ବଡ଼ ମା ହଉ, ଖୁଡ଼ି ହଉ, ସେମାନେ ଖରାପ କରନ୍ତି। ଆମ ପିଲାକୁ ସେ ଅଧିକ ହେଇଗଲେ, ସେଥିପାଇଁ ବାପା ମା ମାନେ ଅତ୍ୟନ୍ତ ସତର୍କ ହେବା ଦରକାର। ଆମକୁ ଦେଇଛନ୍ତି ପ୍ରଭୁ ପିଲା, ଆମେ କେମିତି ତାଙ୍କୁ ଗଢ଼େଇବୁ ସେ ଚିନ୍ତା। କାହାରି କଥା ଶୁଣିବା ନ ଶୁଣି ପିଲାମାନେ ବ୍ୟବହାର, ଆଉ ଯଦି ଅଧିକ ପ୍ରଶଂସା ପ୍ରେମ ଯେଉଁମାନେ କରନ୍ତି ତାଙ୍କ ହାବୁଡ଼ରେ ପଡ଼ି, ତାଙ୍କ ମାୟାରେ ଯଦି ବାୟା ହେଲେ, ତାଙ୍କ ପ୍ରେମରେ ଯଦି ଉବୁଟୁବୁ ହେଲେ, ଅସୁବିଧା ହେବ, ଅଲଗା ହେବ। ସେଥିପାଇଁ ସଚେତନ ହେବା। ଟିକେ ଦେଖିବା ମାର୍ଗ ପୁସ୍ତକ, ତାର 16 ପର୍ବ 22 ପଦ ପଢ଼। ବହୁତ ପ୍ରେମ କରନ୍ତି ଭିତର ଯୀଶୁ, ଆଉ ପ୍ରେମ କରୁ କରୁ ପ୍ରଭୁ ଯୀଶୁ ଯୋଉ ଦୃଢ଼ କଥା ତାଙ୍କ ସମ୍ପର୍କରେ କହୁଛନ୍ତି, ତାକୁ ହଜମ କରିପାରୁନାହାନ୍ତି। କ'ଣ? ମୁଁ 3 ଦିନରେ ମୁଁ ମରିବି, ଆଉ 3 ଦିନରେ ଉଠିବି। ପ୍ରେମ କରୁଥିବା ଲୋକ ମରିବା କଥା କହିଲେ ତାଙ୍କୁ ବହୁତ ଅଲଗା ହେଇଯାଏ। ଏମିତି କ'ଣ କହୁଛୁ? ଆଉ ଏଠି ଆମେ ଦେଖୁଛୁ ପିତର କ'ଣ କହୁଛନ୍ତି। 21 ପଦ ଯଦି ଦେଖିବା, ଯୀଶୁ ଖ୍ରୀଷ୍ଟ ଆପଣ ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ, ପ୍ରଧାନ ଯାଜକ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖ ଭୋଗ କରି ହତ ହେବାକୁ ହେବ, ମରିବାକୁ ହେବ, ପୁଣି 3ୟ ଦିବସରେ ଉତ୍ଥିତ ହେବାକୁ ହେବ। ଏ କଥାକୁ ପ୍ରଭୁ ଯୀଶୁ ଯେତେବେଳେ ତାଙ୍କ ଶିଷ୍ୟମାନଙ୍କ ଆଗରେ ସତ କଥା ହଜମ କରିବା, ଯେଉଁମାନେ ପ୍ରେମ କରନ୍ତି ସେମାନଙ୍କୁ ଭଲ ଲାଗିବ, ଯେଉଁମାନେ ପ୍ରେମ କରନ୍ତି ନାହିଁ, ଲୁଟିବାକୁ ଚାହାନ୍ତି, ଚୁମ୍ବନ ଦିଅନ୍ତି, ତାଙ୍କୁ ଭଲ ଲାଗିବ ନାହିଁ। ଆଉ ସେଠି ଭିତର କ'ଣ କହି ପକଉଛନ୍ତି? ପଢ଼ ତାପରେ 22 ପଦ। ସେଥିରେ ଭିତର ତାହାକୁ
गोटे पाखक घेनी गले प्रेम करते ना समस्त आगे कहवाटा ठीक हेनी गोटे पाखक नहीं गले हाँ अनुजोग करी कहवा लगे गाड़ी देवा प्रभु यह आपण प्रति केबे घटू ईश्वर दया करंतु गोटे भल कथा कहले प्रेम करछंती किंतु तापर पद पढ़ा मन लिखा जाय यीशु कहले दूर हो शैतान हम कि नहीं तापर पद कोन लिखा जाय यीशु बुली पड़ी पितर को अनुजोग कर से अनुजोग कले ये मध्य अनुजोग स्वर रे कहले हां मोर आगरु दूर हो शैतान ए होची प्रेम बुझी पारि नाती बिचारा पितर शब्दटा को ग्रहण करि पार नाती कारण तांकर प्रभु महाराज जीवे एक कथा को हजम करि पार नाती आ गोटे पाख को नै जाई ताको अनुजोग करतंती गाई देउतंती आ कहउतंती यहा तुम प्रति न घटु प्रभु ईश्वर न करंतु किंतु यीशु बुली पड़ी कहिले माने गाड़ी दे कारण दूर शैतान तू मरुनु एक कथा के भगरे कहंती गाड़ी दे कहंती ना यीशु गाड़ी दे कहले दूर शैतान आसु आमे प्रिय माने एठु शिखिबा जानि दबा हितोपदेश 27:5-6 अनुसार गुप्त प्रेम भल ताठु प्रकाशित अनुजोग आउरी बोल प्रेमकारी क्षत को विश्वास करंतु मात्र बहुल चुंबन जो माने दियते से माने शत्रु ताको तिरे भी विश्वास करंतु ना ताको कथा को आडो आखिरे अनांतु कान रे देनंतु नाही से कोन कहउची कोन न कहउची केते चुमा दोची दोता ता लिपस्टिक लागि जाउ सब दे किछि फरक न मात्र जो माने क्षत करंती प्रेम करतंती तुम्हारा जत्न रहउतंती तुम्हारा कथा कहउतंती तुमको चढ़े नौचंती ताहले ताकर माडो को देखा जाउची प्रेमकारी क्षत विश्वास माड करी क्षत करि देले मध्य तुमे ताको विश्वास कर कारण तुम भल पाई आ कर प्रभु आपन तुम तो अनुग्रह करु प्रभु भल पाई की तरह को कहले दूर हो सैता ताको जदि से भाबे एते लोक का मु ताको गोटे बापू नहीं जाई कहउची ये समस्त कागरे कहउची दूर हो सैता आंख पछरे मु चाली मो बाटे जा अनेक जाई तो मोर प्रभु आपन मते अनुग्रह आशीर्वाद करु आसु प्रिय माने आमे ए प्रकार भाबरे प्रभुଙ୍କର वाक्यକୁ ଶିର ଧାର୍ଯ୍ୟ କରୁ ପ୍ରେମ ଦେଖୁ ଆଉ ବହୁତ ଚୁମ୍ବନ ନ କରୁ ପ୍ରେମରେ ଆମେ କ୍ଷତ ପହଞ୍ଚାଉ କ୍ଷତରେ ବିଶ୍ୱାସ ଜାତ ହଉ ଆଉ ସେ ବିଶ୍ୱାସରେ ପ୍ରଭୁଙ୍କ ନାମ ଉନ୍ନତ ଉଚ୍ଚୀକୃତ ପ୍ରଭୁ ଏ ଚିନ୍ତାରେ ଆମକୁ ଆଶୀର୍ବାଦ କରନ୍ତୁ ଆମେ